ओम नमो भगवते वासुदेवाय। चतुर्थोऽध्याय श्रीसुतवाच। एमन्ते भागवत बाणी सुत मुनिक मुखु शुणी सुमुनिक मध्ये कर्म सिद्ध सौनक नामे कुलवृद्ध सर्वमुनिक अवधाने पुच्छन्ति मधुर वचने। सौनक उवाच हे सुत तुम्भे महाधीर बकता जनमध्ये वर जाह्नवी तटे राजा आगे सुख कहिले ब्रह्म भागे से कथा कह आम्भ आग तुम्भे जे अट महाभाग ए भागवत शास्त्र केबे व्यास रचिले केउ जुगे काहार बोले काहीं बसी कि भावे कि हेतु उद्देशी सुक जे ताहांक कुमर समन्द रसी सत्य सार एकांत मति रात्र दिने कृष्ण महिमार प्रसन्ने निर्माया मृढ़ता प्रतीति लखी न पारे केहि गति ଯାହାର ଆଗମନ କାଳେ ଦେବୀ କାମିନୀ ଥିଲେ ଜଳେ ଉଲଗ୍ନି ଥାଇ ତାଙ୍କୁ ଦେଖି ଧାଇଁଲେ ସ୍ନାନକୁ ଉପେକ୍ଷି ଦେଖିବା ଅର୍ଥେ ଜଳ ତଟେ ମିଳିଲେ ଶୁକଙ୍କ ନିକଟେ ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ ସ୍ୱଭାବେ ସିଦ୍ଧ ଯେ ଯୁବତୀ ଜାଣନ୍ତି ସର୍ବ ପ୍ରାଣୀ ଗତି ଏମନ୍ତେ କନ୍ୟା ଗଣେ ଚାହିଁ ବ୍ୟାସ କହନ୍ତି ଖେଦ ପାଇ ଦେଖି କନ୍ୟାଙ୍କ ମୂଢ଼ ମତି ଦେଖି କନ୍ୟାଙ୍କ ମୂଢ଼ ମତ ଚଞ୍ଚଳ ବ୍ୟାସଙ୍କର ଚିତ ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି ଅଇଲ ମୋର ପୁତ୍ର ଚାହିଁ କି ପାପ ଶିଲ ଜଳେ ଯାଇ ଏ କିସ ତୁମ୍ଭର ବେଭାର ଏ ଶୁକ ମୋହର କୁମର ତରୁଣ ବୟସ ଏହାର ଏ ବୃଦ୍ଧ ଶରୀର ମୋହର ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନ ମିଳେ ଚରଣେ କହନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାର ହୃଦେ ନାହିଁ ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି ତୁମ୍ଭେ ଯେ କହ ଆମ୍ଭେ ବୃଦ୍ଧ ବିଷୟା ରସେ ଅଛି ସଧ ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର ଏମନ୍ତେ ଗଲେ ନାରୀ ଗଣେ ଶୁକ ରହିଲେ ସେହି ବନେ। ସୌନକ ଉବାଚ ସେ ଶୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ ଗୁରୁ ରାଜେ ଉନ୍ମତ୍ତ ଜଡ଼ ରୂପ ବହି ତାହାଙ୍କୁ କେହି ନ ଜାଣଇ କେମନ୍ତେ ପରୀକ୍ଷିତ ତୁହି ମିଳିଲେ ଜାହ୍ନବୀର କେମନ୍ତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୂଳେ ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତର ସମ୍ବାଦେ ପ୍ରଜାଙ୍କ ଘରେ ସାୟଂକାଳେ ଯେ ନୃତ୍ୟ ଭିକ୍ଷା ଅବା ମିଳେ ଗୋଦୋହ ମାତ୍ର ଦ୍ୱାରେ ରହି ଗୃହୀଙ୍କୁ ତୀର୍ଥ ଫଳ ଦେଇ ସେ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ ତାହାର ଜନ୍ମ କର୍ମ ଯେତେ କହିବ ଆମ୍ଭର ଗ୍ରତେ
ଅଦ୍ଭୁତ ପ୍ରାୟ ଅଛୁ ମଣି ଏବେ ତରିବୁ ଏହା ଶୁଣି ସେ ସର୍ବ ରାଜାଙ୍କ ଶିଖର ପାଣ୍ଡବ ବଂଶେ କାର୍ତ୍ତିକର ରାଜ୍ୟ ସମ୍ପଦ ଛାଡ଼ି ଦୂରେ କିମ୍ପା ରହିଲେ ଗଙ୍ଗା ତୀରେ ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି ଯେହୁ ଶରୀର ଏ ସଂସାରେ ବହଇ ପର ଉପକାରେ ହରିଚରଣ ଚିତେ ଚିନ୍ତେ ଯେ ରାଜା ନିର୍ଦ୍ଦୋଷ ନହିତେ ହରିଚରଣ ଚିତେ ଚିନ୍ତେ ଯେ ରାଜା ନିର୍ଦ୍ଦୋଷ ନହିତେ ସେ କିମ୍ପା ତେଜିଲା ଜୀବନ ଗୃହେ ଉପେକ୍ଷି ଧନ ଜନ କହ କାରଣ କିବା ଅର୍ଥେ ସଂଶୟ ଛାଡ଼ଇ ଯେ ମନ୍ତେ ତୁମ୍ଭେ ସକଳ ବିଦ୍ୟା ପାର କହ ସଂଶୟ ହେଉ ମୋର ଏମନ୍ତେ ଶୌନକ ବଚନେ ସକଳ ମୁନି ଅନୁମାନେ ସୁତବାଚ କହନ୍ତି ସୁତ ବ୍ରହ୍ମ ଋଷି ମୁନିକୁ ପ୍ରସନ୍ନେ ପ୍ରଶଂସି ଶୁଣ ସକଳ ମୁନିଜନ କୃଷ୍ଣ ଚରିତର ବିଧାନ ଦ୍ୱିତୀୟ ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ପରାଶରଙ୍କ ବୀର୍ଯ୍ୟେ ଯୁତେ ଯୋଜନ ଗନ୍ଧା ଗର୍ଭଗତେ ସେ ଏକ ଦିନେ ପ୍ରାତ କାଳେ ସ୍ନାହାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ଅପର ସେ ନ ଜାଣେ ସକଳ ଶାସ୍ତ୍ରର ପ୍ରମାଣେ ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି ପ୍ରାଣୀଙ୍କ ବଳ ନିର୍ଦ୍ଦୋହରେ ଯୁଗ ସ୍ୱଭାବ ଅନୁସାରେ କଳିଆ ଗମେ ପ୍ରାଣୀଙ୍କର ଏମନ୍ତ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂର ଦୁର୍ବଳ ହୋଇବ ଶରୀର ବୁଦ୍ଧି ହୋଇବ ଲୋଭେ ଗ୍ରାସ ସ୍ୱଭାବେ ଅଳପ ଆୟୁଷ ଦୁର୍ଭାଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ କେଉଁ ଧର୍ମେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ସାଧ୍ୟ କର୍ମ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବ ଯଜ୍ଞ ମତେ ଏମନ୍ତେ ଭାଳି ମୁନି ଚିତେ ଏକ ବେଦକୁ ଚାରି ଖଣ୍ଡେ ଯଜ୍ଞ ଭିଆଣ କାମ କାଣ୍ଡେ ଋକୁଜ ଦୁଃସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ ଯେହୁ ପୁରାଣେ ଅଷ୍ଟାଦଶ ପଇଳ ମୁନିକୁ ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜଇମିନିକୁ ଦେଲେ ସାମ ଯଜୁକୁ ବୈଶମ୍ପାୟନ ଅଙ୍ଗିରା ମୁନି ଅଥର୍ବଣେ ମୋ ପିତା ରୋମହର ଶଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ
ଅନେକ ଶାଖା ଭିଆଇଲେ, ଶିଷ୍ୟ ପ୍ରଶିଷ୍ୟ ଶିକ୍ଷା ଦେଲେ। ଅଳ୍ପ ବୁଦ୍ଧିର ନର ଯେତେ, ବେଦ ନ ଘେନି ଦୃଢ଼ ଚିତେ। ଶ୍ରୀଶୂଦ୍ର ଜନ୍ମ ଏ ଜଗତେ, ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କୁ ନିସ୍ତାରଣ ଅର୍ଥେ, ଉପାୟ ଚିନ୍ତି ଦୟା ଚିତେ। ବୁଦ୍ଧି ମନ୍ଥନେ ବେଦ ମନ୍ଥି, ଭାରତ ପଦ ବନ୍ଧେ ଗୁନ୍ଥି। ବେଦୁ ଧରି ସାର ଅର୍ଥ, ପୁରାଣ ସୃଜିଲେ ଭାରତ। ପ୍ରାଣୀଙ୍କୁ ନିସ୍ତାରି ଏ ମନ୍ତେ, କାନନେ ମିଳିଲେ ନିଶ୍ଚିନ୍ତେ। ଆଶ୍ରିତ ସରସ୍ୱତୀ କୂଳେ, ମନ ନ ରହଇ ନିଶ୍ଚଳେ। ଯୋଗେ ନ ପାରେ ଚିତ୍ତ ଧରି, ଚଞ୍ଚଳେ ହେମନ୍ତ ବିଚାରି। ଅତି କଷ୍ଟରେ ବେଦ ଘେନି, ଗୁରୁ ନଳେ ଚିତ୍ତ ଘେନି। ଯେବା ଭାରତ କଲି ସାର, ସ୍ତ୍ରୀଶୂଦ୍ର ମଞ୍ଜିଣ ନିସ୍ତାର। ତେବେ ନିର୍ମଳ ନୋହେ ମନ, ଚିନ୍ତା ଅନଳେ ଛନ ଛନ। ଏ ମନ ଧରିବି କେମନ୍ତେ, ନିଶ୍ଚଳ କରି ଜ୍ଞାନ ପଥେ। କରିବି ଭାଗବତ ଧର୍ମ, ଯେଣେ ନ ଲାଗେ ମାୟା ଭ୍ରମ। ଏମନ୍ତ ହୃଦୟରେ ବିଚାରି, ମନକୁ ନ ପାରନ୍ତି ଧରି। ଏମନ୍ତ ସମୟେ ନାରଦ, ଆସନ୍ତେ ଶୁଭେ ବୀଣା ବାଦ୍ୟ। ତକ୍ଷଣେ ସରସ୍ୱତୀ ତଟେ, ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି, ତକ୍ଷଣେ ଆସନ ଉପେକ୍ଷି। କେତେ ହେନ୍ଦୁରୁ ଆଗ ସରି, ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ, ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦର ପାଦେ, ସୁଜନେ ପ୍ରଣାମ ଆନନ୍ଦେ। ଯାହା ଚିନ୍ତିଲେ ପାପ ନାଶ, ନମୋଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟ 82 ପ୍ରଥମ ସ୍କନ୍ଧେ ନାରଦ ଗମନେ ନାମ ଚତୁର୍ଥୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।